ନବରାତ୍ରିରେ ଆବିର୍ଭାବ ହେଲେ ମହାଦେବ। ଧମତରୀ ଜିଲ୍ଲାର ଭତଲି ଗାଁର ଗିଦାରଗୋଡ଼ା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଙ୍ଗଲ ସିଂ ନେତା ନାମକ ଜଣେ ବ୍ୟକ୍ତି 2 ବର୍ଷ ପୂର୍ବରୁ ଏକ ସ୍ୱପ୍ନ ଦେଖିଥିଲେ। ସେ ସ୍ୱପ୍ନରେ ଦେଖିଥିଲେ ଯେ ତାଙ୍କ ଗାଁରେ ଶିବଲିଙ୍ଗ ରୂପରେ ମହାଦେବ ଅଛନ୍ତି। ସେ ସ୍ୱପ୍ନ ପରେ ଅନେକ ସ୍ଥାନ ଖୋଜିଥିଲେ କିନ୍ତୁ ଶିବଲିଙ୍ଗକୁ ପାଇପାରିନଥିଲେ। ତାପରେ ସେ ନିରାଶ ହୋଇ ଖୋଜିବା ବନ୍ଦ କରିଥିଲେ। କିନ୍ତୁ ଏବେ 2025 ମସିହାରେ ନବରାତ୍ରି ସମୟରେ ପୁଣି ଥରେ ସେ ଏକ ସ୍ୱପ୍ନ ଦେଖିଥିଲେ। ସେ ସ୍ୱପ୍ନରେ ଶିବ ଭଗବାନ ତାଙ୍କୁ କହିଥିଲେ ଯେ ମୁଁ ତୋର ଗାଁର ଜଙ୍ଗଲରେ ଅଛି। ସେହି ସ୍ୱପ୍ନ ପରେ ଜଙ୍ଗଲ ସିଂ ପୁଣି ଥରେ ଗାଁର ଜଙ୍ଗଲରେ ଖୋଜିବା ଆରମ୍ଭ କଲେ ଏବଂ ଶେଷରେ ସେ ଏକ ଶିବଲିଙ୍ଗକୁ ପାଇଥିଲେ। ଏହି ଶିବଲିଙ୍ଗ ଦେଖିବା ପରେ ସେ ତାହାଠାରେ ପୂଜା ଅର୍ଚ୍ଚନା କରିଥିଲେ ଓ ଉମାର ଗୌର ପୁରୋହିତମାନେ ସେ ଗାଁକୁ କିଛି କାମରେ ଆସିଥିଲେ। ତାପରେ ଏହି ଘଟଣାକୁ ଜଙ୍ଗଲ ସିଂ ଯାଇକି ସେ ପୁରୋହିତମାନଙ୍କୁ ଜଣାଇଥିଲେ। ତାପରେ ଆସି ଶିବଲିଙ୍ଗକୁ ସେମାନେ ଦର୍ଶନ କଲେ। ପୁରୋହିତମାନେ କହିଥିଲେ ଯେ ଏହି ଲିଙ୍ଗ ନିଜେ ଶିବ ଭଗବାନଙ୍କ ଦିବ୍ୟ ସ୍ୱରୂପ। ସେମାନେ ତାହାର ନାମ ରଖିଥିଲେ ମହାକାଳ ଭସ୍ମାଙ୍ଗ ସର୍ପଭୂଷଣ ଶିବଲିଙ୍ଗ। ବର୍ତ୍ତମାନ ଗାଁ ଲୋକମାନେ ସେଠି ଦିନ ପ୍ରତି ପୂଜା ଅର୍ଚ୍ଚନା କରୁଛନ୍ତି ଏବଂ ଆଗାମୀ ଦିନରେ ସେଠି ଏକ ମନ୍ଦିର ନିର୍ମାଣ କରି ଶିବଲିଙ୍ଗର ପ୍ରତିଷ୍ଠା କରିବେ ବୋଲି ନିଶ୍ଚୟ କରିଛନ୍ତି। ଏହି ଘଟଣା ଗାଁରେ ଭକ୍ତି, ଆସ୍ଥା ଓ ଆଶ୍ଚର୍ଯ୍ୟର ପରିବେଶ ସୃଷ୍ଟି କରିଛି।